ମାନେ ପ୍ଲାଷ୍ଟିକ ବୋତଲ ନେଇପାରିବେନି ଏଇଆ ତ ଆଉ କ'ଣ, କିନ୍ତୁ କାଚରେ ତ ନେଇପାରିବେ, ଟିଣରେ ନେଇପାରିବେ। ଭୟ କ'ଣ? ନାଇଁ ଗାଡ଼ି ଭିତର କଥା ମୁଁ କହୁନି, ସେ ପର୍ପୋଜ୍ କ'ଣ ଆକ୍ଚୁଆଲି ଏଇଟା ବନ୍ଦ କରିବାର, ଯେ ଲୁଜ୍ରେ କେହି କିଣିପାରିବେନି, ଏମିତି ନିଆଁ କେହି ଲଗାଇ ପାରିବେନି। କାଚରେ ନେଲେ ବି କ'ଣ ନିଆଁ ଲଗାଇ ପାରିବେନି? ଲଗାଇ ଜଣେ ଯଦି ତା'ର ଇଣ୍ଟେନସନ୍ ରହିଲା ମୁଁ ଜଣକୁ ନିଆଁ ଲଗାଇବି, ସେ କାଚରେ ନେଉ ଟିଣରେ ନେଉ ଲଗାଇବ। ତେଣୁ ମୁଁ କାହିଁ ଏହାର ପ୍ରାସଙ୍ଗିକତା କି ଜାଣିପାରୁନି ଯେ ହଁ ଏଇଟା କଲେ ଯେ ଏଇ ଜିନିଷଟା ବନ୍ଦ ହେଇଯିବ, ସେମିତି କାହିଁ ମୋତେ ଲାଗୁନି। ଇଏ ଖାଲି ଗୋଟେ ଆପଣଙ୍କର ମନ ବୁଝିବାକୁ କ'ଣ ଗୋଟେ ଘଟଣା ହେଇସାରିଛି, ତା ଉପରେ କିଛିଟା ଲୋକଙ୍କର ଯେଉଁ ଆକ୍ରୋଶ ଅଛି ତାକୁ ଟିକେ ପ୍ରଶମିତ କରିବା ପାଇଁ, ନହେଲେ ଆଉ କିଛି ନାହିଁ। ୟାର ଆକ୍ଚୁଆଲି ଜଷ୍ଟିଫିକେସନ୍ କିଛି ନାହିଁ ଯେ ପ୍ଲାଷ୍ଟିକ୍ ବନ୍ଦ କରିଦେଲେ ଏଇ ଜିନିଷଟା ହେବନି, ସେମିତି ନାହିଁ। ଖୋଲାରେ ବି କହନ୍ତି ତାଙ୍କ କଥା କ'ଣ? ସେଇଟା ତ ଆକ୍ଚୁଆଲି ସଲ୍ୟୁସନ୍ ନୁହଁ ଯେ ଖୋଲା ଜଣେ ବିକୁଛି ବୋଲି ଯେ ଆମେ ପ୍ଲାଷ୍ଟିକ୍ ବନ୍ଦ କରିବାନି, ସେଇଟା ନୁହଁ। ସେ ଲୋକ ତାର ଅଲ୍ଟରନେଟିଭ୍ ଖୋଜିଦେବେନି, ଏବେ ବି ଖୋଜି ସାରିବେଣି ତାର ଅଲ୍ଟରନେଟିଭ୍ କେମିତି କ'ଣ କରିବେ ବୋଲି। ଯେ ଯେଉଁମାନେ ପେଟ୍ରୋଲ ତ ଇଏ ଗଲା, କିନ୍ତୁ ଆମେ ଦେଖିବାକୁ ମିଳେ ଏଇ ଯେଉଁ ଘଟଣା ଯେଉଁ ଯେତେବେଳେ ଘଟୁଛି ଲୋକମାନଙ୍କର ମନକୁ ପରିବର୍ତ୍ତନ କରିବା ପାଇଁ ଯଦି ଟିମ୍ ତିଆରି କରାଯାଆନ୍ତା। ଏଇଟା ଆକ୍ଚୁଆଲି ଗୋଟେ ଜିନିଷ ହେଲା ପରେ କାହିଁକି ଏଇ ଜିନିଷଟା ହେଉଛି, ଏଇଟା ଗୋଟେ କହନ୍ତି ଯେଉଁ ଯେମିତି ଗୋଟେ ହେଇସାରିଲା ପରେ ଆମେ ତାପରେ କିଛିଟା ଲୋକଙ୍କର ପ୍ରଶମିତ କରିବା, ନହେଲେ ସେମିତି କିଛି ତାର ଗୋଟେ ଫ୍ରୁଟଫୁଲନେସ୍ ଆସିବ ତାପରେ ମୋତେ କାହିଁ ଲାଗୁନି ସେମିତି କିଛି। ଦେଖିପାରୁଥିବେ ରିଆକ୍ସନ୍ କ'ଣ ଆସିବ ସେ ତେଣିକି ଦେଖାଯିବ। ଖୋଲା ତେଲ ଯିଏ ଚାହିଁବ ମରିବା ପାଇଁ ତାକୁ କ'ଣ କିଏ ବଞ୍ଚେଇ ପାରିବ? ସରକାର କହୁଛନ୍ତି ପ୍ଲାଷ୍ଟିକ ବୋତଲରେ ନେଲେ ଲୋକ ଆଉ ଦେହରେ ଲଗେଇବେନି। ସରକାର ନୁହଁ, ମାନେ ପେଟ୍ରୋଲ ମାଲିକ ସଂଘ କହୁଛନ୍ତି ସବୁ ଲୋକ। ନାଇଁ ମାଲିକ ସଂଘ ନାଇଁ ସେମିତି ବୋତଲ ନେଲେ ବୋଧେ ଯିଏ ମରିବା ଚାହିଁଛ ସେ କ'ଣ ମୁଁ ଔଷଧ ପକେଇବି କି ଫସଲରେ, ସେ କ'ଣ କୀଟନାଶକ ଖାଇ ମରିପାରିବନି? ତାପରେ ମେଡ଼ିସିନ ବନ୍ଦ ହେଇଯିବ। ହଁ ସେ ହେଲା କଥା। ମରିବା ପାଇଁ ଯିଏ ଚାହିଁବ ତାକୁ କେହି ବଞ୍ଚେଇ ପାରିବନି। ଏଭଳି ବିଶୃଙ୍ଖଳା କାହିଁକି ହେଉଛି? ସେ ଅନ୍ୟକୁ ବଦନାମ କରିବା ପାଇଁ, ପ୍ରତିଶୋଧ ନେବା ପାଇଁ ସେ କାମ କରିବ, ମୁଁ ତା ପାଇଁ ମଲି, ଏଇଟା କ'ଣ ଠିକ୍? ମରିବା ଆମେ କ'ଣ ଆମ ମଲେ ଆଉ ଜମକୁ ଆମେ ଡାକୁଛୁ, ଜମ ଆମକୁ ନ ନେଉ, ଆମ ଛୁଆ ପିଲା ଚଳିବ ଭଲରେ। ତ ଆଜିର ସମୟରେ ଏଭଳି କାଣ୍ଡ କାହିଁକି ଘଟୁଛି ଯୋଉଟା ଆମେ ଦେଖୁଛୁ? ହଁ କ'ଣ କହିଲେ? ଆଜିର ସମୟରେ ଏଭଳି କାହିଁକି ହେଉଛି ଏଭଳି କାଣ୍ଡ, ଯାହାଫଳରେ କି ସମାଜ ଉପରେ ଏହାର କୁପ୍ରଭାବ ପଡ଼ୁଛି? ଅଖାଦ୍ୟ ଖାଉଛନ୍ତି ଲୋକ, ସାରା ଔଷଧ ଖାଉଛନ୍ତି ଲୋକ, ଆଉ ଆମେ ଖାଉଛୁ ସାରା ଔଷଧ। ମୋତେ 65 ବର୍ଷ ହେଲା, ମୁଁ ସେମିତି ଅଛି, ମୁଁ ଔଷଧ ଖାଉନି। ଏ ପନିପରିବା ଯେଉଁ ଖାଉଛି କିଛି କରିବେନି ଲୋକ ନା। ଆପଣ ଚାଷ କରନ୍ତି? ମୁଁ ଚାଷ ନ କରେ, ମୁଁ ବସ୍ ମାଲିକ, ମୋର ସବୁ ବାଡ଼ିରେ ସବୁ ଅଛି। କଦଳୀଠୁ ଆମ ଅମୃତଭଣ୍ଡା, ସଜନା ଟଙ୍କା ସବୁ ଜିନିଷ ଆମେ କରୁ। ନାଇଁ ମୁଁ ଏଠି ଖାଏନି କଟକରେ। ବସୁମତୀ ଚାଉଳ ଭାତ, ଅରୁଆ ଭାତ। ଆପଣ ଯାଆନ୍ତି ଦିଲ୍ଲୀ ଘରକୁ? ମୁଁ 4ଟା ଘରେ ପହଞ୍ଚିବି, ଏ ଗାଡ଼ି ମୋର, ମୁଁ 4ଟା ଘରେ ପହଞ୍ଚିବି। ନିହାଲ ପ୍ରସାଦ। କୋଉଠି ଯାଇକି? ନିହାଲ ପ୍ରସାଦ, ଢେଙ୍କାନାଳ ଜିଲ୍ଲା। ଆଚ୍ଛା, ଡେଲି ବସ୍ରେ ଯିବା ଆସିବା? ମୁଁ ଡେଲି ବସ୍, ମୋର 2ଟା ଗାଡ଼ି ଚାଲୁଛି। ମୁଁ ଆସୁଛି, ଗାଡ଼ି ବୁଝାବୁଝି କରୁଛି, ମୋର କଟକ ରହିବା ଜାଗା ନାହିଁ, ମୁଁ ବୁଝାବୁଝି କରି ନେଇକି ଯାଉଛି ଗାଡ଼ିରେ, ଲାଷ୍ଟ ଗାଡ଼ିରେ ଯାଉଛି। ମୁଁ ସକାଳୁ ଆସେ, ସକାଳ 7ଟାରେ ଆସେ ଘରୁ, ଏଠୁ 4ଟା ଯାଏଁ ଘରେ ପହଞ୍ଚେ, ହେଲା କାମ। ଯାହାଫଳରେ କି ଶରୀର ସୁସ୍ଥ। ହଁ ସବ ମରିବାକୁ ଚାହୁଁଛି, ତାକୁ କ'ଣ କିଏ ବଞ୍ଚେଇବ? ଘରୁଆ ଭିତରେ ପୁରୀ ଲୋକ ମରିବେ ଆଉ। ହଉ, ବର୍ତ୍ତମାନ ସାର୍ ଯାହା କଥା କହିଲେ ଆମେ ଆଗକୁ ଯିବା।